ଯେତେବେଳେ ବ୍ରହ୍ମପୁର କଥା ଆସେ ଲୋକେ କୁହନ୍ତି ବ୍ରହ୍ମପୁରରେ ଖାଇବା ବହୁତ ଫେମସ ଆଉ ତା ସହିତ ବୁଢୀ ଠାକୁରାଣୀ ଯାତ୍ରା ପାଇଁ ବ୍ରହ୍ମପୁରକୁ ଲୋକେ ଜାଣନ୍ତି ଲୋକେ ଚିହ୍ନନ୍ତି। ଆଜ୍ଞା ହଁ ସତ କଥା। ଆମ ବ୍ରହ୍ମପୁର ଫେମସ ଷ୍ଟ୍ରିଟ୍ ଫୁଡ ପାଇଁ। ସେ ସକାଳର ହଉ ଅବା ସନ୍ଧ୍ୟା ବେଳର ଜଳଖିଆ, ସେ ଆଚାର ହଉ ପାମ୍ପଡ଼ ହଉ ଅବା ବଡି, ଆମ ବ୍ରହ୍ମପୁରରେ ସୁସ୍ୱାଦିଷ୍ଟ ଖାଦ୍ୟ ମିଳେ। ସେଥିପାଇଁ ବ୍ରହ୍ମପୁରକୁ ଦି ଫୁଡ କ୍ୟାପିଟାଲ ଅଫ ଓଡିଶା ମଧ୍ୟ କୁହାଯାଏ। ବ୍ରହ୍ମପୁରକୁ କାହିଁ କେତେ ବର୍ଷ ହେଲା ଘଣ୍ଟ ଘୋଡେଇ ରଖିଛନ୍ତି ମା ବୁଢୀ ଠାକୁରାଣୀ। ଆଉ ପ୍ରତି 2 ବର୍ଷକୁ ଥରେ ଅନୁଷ୍ଠିତ ହୁଏ ଆମ ବୁଢୀ ଠାକୁରାଣୀଙ୍କର ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା। କିନ୍ତୁ ଏସବୁ ଛଡା ଆମ ବ୍ରହ୍ମପୁର ପ୍ରସିଦ୍ଧ ପାଟଶାଢୀ ପାଇଁ, ଦି ସିଲ୍କ ସିଟି ଅଫ ଓଡିଶା। ବ୍ରହ୍ମପୁରରେ ଠିଆ ହୋଇଛି ଖଲିକଟ କଲେଜ, ବିନାୟକ ଆଚାର୍ଯ୍ୟ କଲେଜ ଏବଂ ବ୍ରହ୍ମପୁର ୟୁନିଭର୍ସିଟି ଭଳି ବହୁତ ବଡ ବଡ ଶିକ୍ଷାନୁଷ୍ଠାନ। ବ୍ରହ୍ମପୁରରେ ହିଁ ତିଆରି ହୋଇଥିଲା ଓଡିଶାର ପ୍ରଥମ ସିନେମା ହଲ ଶ୍ରୀ ସୀତାରାମ ବିଲାସ ଟକିଜ, ଯାହାକୁ ଆମେ SSBT ନାମରେ ଜାଣିଛେ। 1927 ମସିହାରେ ପ୍ରତିଷ୍ଠା ହୋଇଥିଲା ଓଡିଶାର ପ୍ରଥମ ସିନେମା ହଲ। ଆଉ ଏଠି ପରିବେଷଣ ହୋଇଥିଲା ଓଡିଶାର ପ୍ରଥମ ମୁଭି ସୀତା ବିବାହ। ବ୍ରହ୍ମପୁର ମାଟିରେ ଜନ୍ମଗ୍ରହଣ କରିଛନ୍ତି ବହୁତ ବଡ ବଡ ହସ୍ତି। ଡକ୍ଟର VV ଗିରି, ଯିଏ ଆମର ଚତୁର୍ଥ ପ୍ରାଇମ ମିନିଷ୍ଟର ଥିଲେ ଭାରତର। ବିଶ୍ୱନାଥ ଦାସ, ଯିଏ ଥିଲେ ବ୍ରିଟିଶ ଏରାର ପ୍ରାଇମ ମିନିଷ୍ଟର। ବିନାୟକ ଆଚାର୍ଯ୍ୟ, ଯାହାଙ୍କ ନାମରେ ଆଜି ବିନାୟକ ଆଚାର୍ଯ୍ୟ କଲେଜ ଠିଆ ହୋଇଛି, ସେ ଥିଲେ ଆମ ଓଡିଶାର CM। ଡକ୍ଟର କୋଟା ହରିନାରାୟଣ, ବହୁତ ବଡ ସାଇଣ୍ଟିଷ୍ଟ, ସେ ବି ଥିଲେ ଆମ ବ୍ରହ୍ମପୁର। କେ ରବି କୁମାରଙ୍କ ବିଷୟରେ ତ ଆପଣ ନିହାତି ଜାଣିଥିବେ। 2010 କମନୱେଲ୍ଥ ଗେମ୍ରେ ଆମ ଇଣ୍ଡିଆ ପାଇଁ ଆଣିଥିଲେ ଗୋଲ୍ଡ ମେଡାଲ। ସେମିତି ହିଁ ବ୍ରହ୍ମପୁରରୁ ବାହାରିଛନ୍ତି ବହୁତ ବଡ ବଡ ନେତା, ଅଭିନେତା, ମ୍ୟୁଜିକ ଡିରେକ୍ଟର। ସିଦ୍ଧାର୍ଥ ମହାପାତ୍ର, ଓଡିଆ ସିନେମା ଜଗତରେ ବହୁତ ଜଣାଶୁଣା ନା। ଶିଶିର ମିଶ୍ର, ଫିଲ୍ମ ଡିରେକ୍ଟର। ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ବିଷୟରେ ତ ଆପଣ ନିହାତି ଜାଣିଥିବେ। ଇଣ୍ଡିଆସ୍ ଗଟ୍ ଟ୍ୟାଲେଣ୍ଟରେ ହଲଚଲ ସୃଷ୍ଟି କରିଥିବା ଗୋଟେ ଡ୍ୟାନ୍ସ ଗ୍ରୁପ। ଲିସା ମିଶ୍ର, ଇଣ୍ଡିଆନ ଆମେରିକାନ ସିଙ୍ଗର, ସେ ବି ଆମ ବ୍ରହ୍ମପୁର ମାଟିର ଝିଅ। ବ୍ରହ୍ମପୁର ସତରେ ସ୍ପେଶାଲ, ବ୍ରହ୍ମପୁର ସତରେ ୟୁନିକ୍। ବ୍ରହ୍ମପୁର ମାଟିରେ ଯିଏ ଜନ୍ମଗ୍ରହଣ କରିଛି ସେ ନିଜକୁ ଗର୍ବ ଅନୁଭବ କରିଛି, କାହିଁକିନା ଆମ ବ୍ରହ୍ମପୁର ଆମ ପାଇଁ କେତେ ମହାନ ଆମେ ଜାଣିଛୁ। ଯଦି ଆପଣ ବ୍ରହ୍ମପୁରରୁ ବିଲଙ୍ଗ କରନ୍ତି ତ ଭିଡିଓଟାକୁ ନିହାତି ସେୟାର କରିବେ ଏଣ୍ଡ ରିପୋଷ୍ଟ କରିବାକୁ ଜମାରୁ ଭୁଲିବେନି। ଜୟ ଜଗନ୍ନାଥ, ଜୟ ମା ବୁଢୀ ଠାକୁରାଣୀ।